ଗୋଟାଏ ଗାଁରେ ଦୁଇ ଜଣ ଅଳସୁଆ ଯୁବକ ବାସ କରୁଥିଲେ। ଜଣଙ୍କର ନାଁ ରଘୁ, ଅନ୍ୟ ଜଣଙ୍କର ନାଁ ବୀରୁ। ଏମିତି ଗୋଟାଏ ଦିନ ଦୁଇ ଜଣଙ୍କର କାମ ନିକଟସ୍ଥ ସହରରେ ପଡ଼ିଲା। ସହରକୁ ଯିବାକୁ ହେଲେ ଜଙ୍ଗଲ ପାର ହେଇ ଯିବାକୁ ପଡ଼ିବ। ଏହାପରେ ଦୁଇ ବନ୍ଧୁ ଜଙ୍ଗଲ ରାସ୍ତା ଦେଇ ସହର ଅଭିମୁଖେ ବାହାରି ପଡ଼ିଲେ। ଖରାଦିନ ଦ୍ୱିପହର ସମୟ। ଏଥର ଦୁଇ ବନ୍ଧୁ ଟିକିଏ ବିଶ୍ରାମ ନେବା ପାଇଁ ଗୋଟାଏ ଆମ୍ବ ଗଛ ତଳେ ଶୋଇପଡ଼ିଲେ। ଏହା ଭିତରେ କୁଆଡୁ ଥିଲା ଗୋଟାଏ ବୁଲା କୁକୁରଟାଏ ଆସି ରଘୁର ମୁହଁକୁ ଚାଟିବାରେ ଲାଗିଲା। ଠିକ୍ ଏହି ସମୟରେ ଆମ୍ବ ଗଛରୁ ଗୋଟାଏ ପାଚିଲା ଆମ୍ବ ଦୁମ୍ କରି ତଳେ ପଡ଼ିଲା। ପ୍ରଥମ ଅଳସୁଆ ବୀରୁ ନିଦରୁ ଉଠି ରଘୁକୁ କହିଲା, ରଘୁ ଭାଇ, ମତେ ଟିକେ ଆମ୍ବଟା ଉଠି ଖୋଇ ଦିଅନ୍ତୁନି। ଦ୍ୱିତୀୟ ଅଳସୁଆ ରଘୁ ଉତ୍ତର ଦେବାକୁ ଯାଇ କହିଲା, ଆରେ ଭାଇ, ତୁ କଣ ଦେଖିପାରୁନୁ? ମୋ ମୁହଁକୁ ପରା କୁକୁରଟାଏ ଚାଟୁଛି। ତୁ ଉଠି ଏ କୁକୁରଟାକୁ ଆଗ ଉଡେଇ ଦେ, ତାପରେ ମୁଁ ତତେ ଆମ୍ବ ଖୋଇଦେବି। ସେହି ସମୟରେ ଦୂରରୁ ଓଟ ଉପରେ ଜଣେ ବ୍ୟକ୍ତି ତାଙ୍କ ଦୁହିଁଙ୍କ ଦିଗକୁ ଆସୁଥିଲେ। ଏଥର ଦୁଇ ଜଣ ଓଟ ଚଢ଼ାଳୀଙ୍କୁ ତାଙ୍କ ପାଖକୁ ଡାକି କହିଲେ, ଭାଇ, ଆମ ପାଇଁ ଗୋଟାଏ କାମ କରିଦେବ କି? ଏଇ ଯୋଉ ଆମ୍ବଟି ତଳେ ପଡ଼ିଛି ସେଇଟିକୁ ଉଠେଇ ଆମ ଦି ଜଣଙ୍କୁ ଟିକେ ଖୋଇ ଦେଇ ପାରିବ କି? ସେମାନଙ୍କ ମୁହଁରୁ ଏ କଥା ଶୁଣି ଓଟ ଚଢ଼ାଳୀଟି କହିଲା, ଆଚ୍ଛା, ଏଇ କାମ ପାଇଁ ତେବେ ତୁମେ ମତେ ଏତେ ବାଟରୁ ଡାକିଛ? ନିଜ ପାଖରେ ପଡ଼ିଥିବା ଆମ୍ବଟିକୁ ନିଜେ ଗୋଟେଇ ଖାଇପାରୁନାହଁ। ଆରେ, ତୁମେ ଦିଟା ଏତେ ବଡ଼ ଅଳସୁଆ? ଅଳସୁଆକୁ ତ ସ୍ୱୟଂ ଭଗବାନ ବି ସାହାଯ୍ୟ କରିନଥାନ୍ତି। ମୁଁ ତୁମର କିପରି ସାହାଯ୍ୟ କରିବି? ଅଳସୁଆ କୋଉଠିକାର ଦିଟା। ଏହାପରେ ଓଟ ଚଢ଼ାଳୀଟି ନିଜ ରାସ୍ତାରେ ହଜିଗଲା। ଅଳସୁଆ ଦି ଜଣ ସେମିତି ଶୋଇ ରହିଲେ, ଆଉ କାହା ଅପେକ୍ଷାରେ, ଯିଏକି ସେମାନଙ୍କୁ ଆମ୍ବଟି ଗୋଟାଇ ଖୁଆଇ ଦେବ।